अष्टम अध्याय रघुअरखित संवाद। चैतन्य उवाच हे मन शुण दिव्य रस अशेष जन्म पाप नाश। हे बड़ आचंबित कथा शुणी छाड़िब हृद व्यथा। अमृत रसर समान शुणन्तु स्थिर करी मन। जेवण बंगदेश नाम सकल देशरे उत्तम। से देशे एकई सहर नाम ताहार हरिपुर। से देशे अटे अधिपति अचला चलता संपत्ति। नाम ता कृष्ण महापात्र ताहार एक गुटी पुत्र। पत्नीर नाम ता कमला सदा आनंद अति भोला। पुत्रर नाम रघुनाथ भक्तर अंशे से हुजात। एमंते तीनि जन थांती करीन निर्मल भक्ति। दुखी दरिद्र जन ठारे निराश न थाई मनरे। दियई शक्ति ज्ञानी तार निरते पर उपकार। अमृत समाने वचन कही तू सही प्राणी मन। एमंते केते दिन गला पुत्र को 16 वर्ष हेला। ता देखी जननी पियर खोजी उत्तम बंधु घर। मध्य बंगला जे सहर से कलावतीपुरे घर। करण नाम गंगाधर कुबेर समधन तार। सपत पुत्र रे कुमारी लक्ष्मण बंत सुकुमारी। नाम ताहार अन्नपूर्णा पद्मिनी जाति जे सुषमा। अनेक धन व्यय कले कृष्ण पुत्र को विवाह कले। एमंते केते दिन गला तार संपद च्युत हेला। दरिद्र होई दुख पाई कष्ट से न पारिला सही। चिंता करिन पिता मला माता अनले झास देला। रहिला एकई कुमार दैबे अति सुकुमार। ता कष्ट कहु न सरई भिक्षा मागिन से जियई। एमंते केते दिन गला ता चित्ते दिव्य ज्ञान हेला। विचार कला अनुक्षणे एथे मु थिबि कि कारणे। सकल जीवर करता भक्ति मुक्तिर दाता। कमला देवी प्राणपति दीन बांधव जगज्योति। विजय श्री नीलकंदर कंबूर थांग धरी कर। से प्रभु छामुकु मु जीवी सकल कष्ट जणाइबी। श्री महाप्रसाद कैवल्य खाई बंचिबी मर काल। दैबे महापुण्य क्षेत्र मले तो होइबी पवित्र। एमंत मने विचारिला श्रीक्षेत्रे बेगे चली गला। दर्शन कला पद्म मुख
ଛାମୁରେ ଜଣାଇଲା ଦୁଃଖ। ପିତା ଜନନୀ ଦୁହେଁ ମଲେ, ମୋତେ ଅନାଥ କରିଗଲେ। ଏଣୁଟି ରଘୁଅ ରକ୍ଷିତ, ତୋ ପାଦେ ଶରଣ ବାଞ୍ଛିତ। ବୋ ପ୍ରଭୁ ଯାହା ଇଚ୍ଛା କର, କିଣିଲା ଦାସ ମୁହିଁ ତୋର। ଏମନ୍ତ କହି ସ୍ତୁତି କଲେ, କ୍ଷେତ୍ରରେ ବୁଲି ଦିନ ନେଲେ। ବୈଷ୍ଣବ ମଠାଧାରୀ ଦ୍ୱାରେ, ମହାପ୍ରସାଦ ଭିକ୍ଷା କରେ। ଭାଗେ ମିଳଇ ଯେତେ ଅବା, ଆନନ୍ଦେ ତାହା କରେ ସେବା। ପ୍ରଭୁଙ୍କୁ କରି ଦର୍ଶନ, ଏହି ପ୍ରକାରେ ବଞ୍ଚେ ଦିନ। ଏମନ୍ତେ କେତେ ଦିନ ଗଲା, ଶ୍ୱଶୁର ଘର ତା ଜାଣିଲା। ରଘୁଅର୍କ୍ଷିତ ଦୁଃଖ କଥା, ସକଳେ ପାଇଲେ ବାରତା। ସମସ୍ତ କୁଟୁମ୍ବ ବସିନ, ଭାବି ଦୁହିତା ପତି ଗୁଣ। ବାଳୁତ କାଳୁ ମାତା ପିତା, ଖାଇନ ହଇଲା ଅଚିନ୍ତା। ସର୍ବସମ୍ପଦ ନାଶ କରି, ଭିକ୍ଷା ମାଗଇ ଦେଶ ଫେରି। ଅର୍କିତ ଲୋକ ପ୍ରାୟ ହୋଇ, ମିଳିଲା ଶ୍ରୀକ୍ଷେତ୍ରରେ ଯାଇ। ସମସ୍ତ ଦ୍ୱାରେ ଭିକ୍ଷା କରେ, ପ୍ରାଣ ପୋଷଇ ଅନାଚାରେ। ତାକୁ କେମନ୍ତେ ଝିଅ ଦେବା, କରିବା ଅନ୍ୟ ଜନେ ବିଭା। ଏମନ୍ତ ବଲିଣ ସମସ୍ତେ, ବିଚାର କଲେ ଦୃଢ଼ ଚିତ୍ତେ। ସେହି ରାଜ୍ୟର ରାଜା ପାତ୍ର, ନାମ ତା ବାସୁ ମହାପାତ୍ର। ଦୁହିତା ପାଇଁ ତା ପୁତ୍ରକୁ, ଖୋଜିଲେ ବିଭା କରିବାକୁ। ଆସନ୍ତା ଫଗୁଣ ମାସରେ, ଶୁକ୍ଳ ପକ୍ଷ ପଞ୍ଚମୀରେ। ବିଭା କରିବା ହେଲା ମୂଳ, ତା ଶୁଣି ଦୁହିତା ବିକଳ। ମନେ ବିଚାର ହେଲା ତାର, ଧିକ ଜୀବନ ଅଟେ ମୋର। ମୋ ପ୍ରାଣ ନାଥ ଥାଉ ଥାଉ, ବିଭା କରିବେ ମୋତେ ଆଉ। ମୁଁ ପୁଣି ଧରି ଏ ଶରୀର, ବଦନ ଚାହିଁବି କାହାର। ଏମନ୍ତ ମନେ ବିଚାରିଣ, ଚିତ୍ତେ ଚିନ୍ତିଲା ନାରାୟଣ। ହେ ପ୍ରଭୁ ଗଜ ନିସ୍ତାରଣ, ଦ୍ରୌପଦୀ ଲଜ୍ଜା ନିବାରଣ। ମୃଗୁଣୀ ଉଦ୍ଧାରଣ ପ୍ରାୟେ, ମୋତେ ଉଦ୍ଧର ଦେବରାଏ। ଭେଟ କରାଅ ମୋର କାନ୍ତ, ନହିଲେ ମରିବି ନିୟତ। ଏମନ୍ତ ଚିନ୍ତି ଭଗବାନ, ବିଚାର କଲା ତାର ମନ। କେବେ ଯିବ କ୍ଷେତ୍ରବରେ, କହିବ ମୋ ପତି ଛାମୁରେ। ଏମନ୍ତେ ବିଚାରୁ ବିଚାରୁ, କେତେ ହେ ଜଣ ସେ ଗ୍ରାମରୁ। ଶ୍ରୀ ଜଗବନ୍ଧୁଙ୍କ ଦର୍ଶନ, ନିମନ୍ତେ କରନ୍ତେ ଗମନ। ତା ଦେଖି ଆନନ୍ଦ ସୁନ୍ଦରୀ, ପତ୍ର ଲେଖିଲା ଗୁପ୍ୟ କରି। ବଇଲା ଆହେ ପ୍ରାଣେଶ୍ୱର, ମୁଁ ଯେବେ ଦାସୀଟି ତୁମ୍ଭର। ଆସନ୍ତା ଫଗୁଣ ମାସରେ, ଶୁକ୍ଳ ପକ୍ଷ ପଞ୍ଚମୀରେ। ଏ ରାଜ୍ୟ ପାତ୍ରକୁ ମୋରକୁ, ବିଭା କରିବେ ମୋତେ ତାକୁ। ଏଥକୁ ଚାହିଁ ବେଗେ ଆସ,
ମଠାରେ ଅଛି ଯେବେ ଆସ, ଆସନ ଆସ ତୁମ୍ଭ ମନ, ମୁଁ ଏବେ ଗଣୁଅଛି ଦିନ। ଯେବେ ଏ କଣ୍ଠ ପରିଜନ୍ତେ, ଦେଖା ନ ଦେବ ତୁମ୍ଭେ ମତେ, ପ୍ରାଣ ଛାଡ଼ିବି ଆତ୍ମଘାତେ, ଲାଗିବ ସ୍ତ୍ରୀ ହତ୍ୟା ତତେ। ଏମନ୍ତେ ଚିଟାଉ ମୁଦିଲା, ପଥୁକି ଜନ ହସ୍ତେ ଦେଲା, ବିନୟେ କହିଲା ବହୁତ, କ୍ଷେତ୍ରେ ଅଛନ୍ତି ମୋର କାନ୍ତ। ରଘୁଅର୍କ୍ଷିତ ନାମ ତାର, ଭିକ୍ଷା ମାଗନ୍ତି ଦ୍ୱାର ଦ୍ୱାର, ଏ ଲେଖା ଦେବ ତାଙ୍କ ହସ୍ତେ, ଜୀବନ ଦାନ ଦେବ ମତେ। ଜନ୍ମ ଜନ୍ମରେ ଉପକାର, ସୁଝି ନ ପାରିବି ତୁମ୍ଭର, ଏମନ୍ତ କହିଲା କବାଳି, ପଥୁକି ଜନ ଗଲେ ଚଳି। କେତେ ହେ ଦିନ କଉତାରେ, ମିଳିଲେ ଯାଇ କ୍ଷେତ୍ର ଭରେ, ଏକଇ ସ୍ଥାନେ ବସା କରି, ପ୍ରଭୁଙ୍କ ଦର୍ଶନ ସାରି। ସୁନ୍ଦରୀ କଥା ଅଛି ମନେ, ତାପତି ଲୁଡ଼ୁ ପ୍ରତିଦିନେ, ରଘୁଅର୍କ୍ଷିତ ନାମ ଧରି, ଯାହାକୁ ଦେଖିଲେ ପଚାରି। ଏମନ୍ତେ କେତେ ଦିନ ପରେ, ଭେଟ ପଡ଼ିଲା ସିଂହଦ୍ୱାରେ, ନାମ ଗୋତ୍ର ହିଁ ପଚାରିଲେ, ଚିଟାଉ ତାର ହସ୍ତେ ଦେଲେ। ବୁଝ ହେ ପତ୍ର ପାଠ କରି, ଦେଇଅଛନ୍ତି ତୁମ୍ଭ ନାରୀ। ତା ଶୁଣି ରଘୁଅର୍କ୍ଷିତ, ଚିଟାଉ ଧରିଣ ଏକାନ୍ତ, ସକଳ ବୃତ୍ତାନ୍ତ ବୁଝିଲେ, କି ବୁଦ୍ଧି କରିବି ବଇଲେ। ପଥ ଅଟଇ ବାସ କର, ନଗଲେ ମଲା ପ୍ରିୟା ମୋର, କଣ୍ଠ ରହିଲା 10 ଦିନ, ନଗଲେ ଯୁବତୀର ତନ। ନିଶ୍ଚେ ମରିବ ଆତ୍ମାଘାତେ, ଏଥକୁ ସାହା ଜଗନ୍ନାଥେ। ଏମନ୍ତ ବୋଲି ଚଳିଗଲେ, ପ୍ରଭୁଙ୍କ ଛାମୁରେ ମିଳିଲେ, ସାଷ୍ଟାଙ୍ଗେ କରି ଦଣ୍ଡବତ, ଉଠି କପାଳେ ଦେଇ ହସ୍ତ। ବଇଲେ ପ୍ରଭୁ ଚକ୍ରପାଣି, ଚିନ୍ତାର୍ଥୀ ଜନ ଚିନ୍ତାମଣି। ନମସ୍ତେ ବାଞ୍ଛା କଳ୍ପତରୁ, କୃପା ସମୁଦ୍ର ମହାମେରୁ, ଭୃତ୍ୟ କାମନା କାମଧେନୁ, ଘୋର ବିପତ୍ତି ତମ ଭାନୁ। ମୋର ସଙ୍କଟ ନିବାରଣେ, ତୁମ୍ଭଙ୍କୁ ନାହିଁ ଅନ୍ୟ ଜଣେ। କିସ କରିବି ଦେବ ସ୍ୱାମୀ, ତୁମ୍ଭେ ତ ସର୍ବ ଅନ୍ତର୍ଯ୍ୟାମୀ। ବାରେକ ଫେଡ଼ ଅଭିମାନ, ନୋହିଲେ ଗଲାଟି ଜୀବନ। ପ୍ରଭୁ ନହିଲେ ସାହା ପକ୍ଷ, ସଂସାରେ ନାହିଁ ମତେ ରକ୍ଷ। ଭାସିଲା ରଘୁଅର୍କ୍ଷିତ, ବଲିନ ଚଳିଲା ତ୍ୱରିତ। ମିଳିଲା ସିଂହଦ୍ୱାରେ ଯାଇ, ଛିଣ୍ଡାକ ତରା ପାରି ଶୋଇ। ଚିନ୍ତିଣ ଶରଣ ପଞ୍ଜର, ହାରିଲା ଦେହୁ ବୁଦ୍ଧି ତାର। ଘୋର ନିଦ୍ରାରେ ଆସକତ, ତାହା ଜାଣିଲେ ଜଗନ୍ନାଥ। ଭୃତ୍ୟ ବତ୍ସଳ ଯାର ବାନା, ଲାଗିଲା ସେବକ ବେଦନା। ପ୍ରଭୁ ତା ସହି ନ ପାରିଲେ, ବେତାଳ ରାଇ ଆଜ୍ଞା ଦେଲେ।
ବଇଲେ ଏଇ କ୍ଷଣି ଯିବ ମୋର ଭକ୍ତକୁ ବହି ନେବ। ନିଦ୍ରା ନ ଭାଙ୍ଗୁ ତୁଳି ନେବ ତୁମ୍ଭ ନେବାର ନ ଜାଣିବ। ଯେ କଳାବତୀ ପାଟଣାର ରଘୁ ଅର୍ଖିତ ବନ୍ଧୁ ଘର ଛାଡ଼ି ଆସିବ ସେହିଠାର ଯାଅରେ ବିଳମ୍ବ ନ କର। ବେତାଳ ପ୍ରଭୁ ଆଜ୍ଞା ପାଇ ଚଳିଲେ ଅତି ବେଗ ହୋଇ ରଘୁ ଅର୍ଖିତ ପାଶେ ମିଳି କତରା ସଙ୍ଗତରେ ତୁଳି। ମାୟା ପଲଙ୍କେ ଶୁଆଇଲେ ଶୂନ୍ୟ ମାର୍ଗରେ ବହି ନେଲେ ପ୍ରବେଶ କଳାବତୀପୁରେ ଦାସଙ୍କ ଶ୍ୱଶୁର ଦୁଆରେ। ନିଶ୍ଚିନ୍ତେ ଶୁଆଇ ଅଇଲେ ପ୍ରଭୁଙ୍କ ଛାମୁରେ କହିଲେ କହି ଚଳିଲେ ନିଜପୁର ହେମନ୍ତ ଉଦେ ଦିବାକର। ରଘୁ ଅର୍ଖିତ ଦେଲା ଚାହିଁ ଦେଖିଲା କ୍ଷେତ୍ରବରେ ନାହିଁ ବିଚାର କଲା ତାର ଚିତ୍ତ ଏତ ଅଟଇ ବିପରୀତ। ଥିଲି ମୁଁ ସିଂହଦ୍ୱାରେ ଶୁଇ କେମତେ ଗଲା ଏଥେ ଥୁଇ ଏହା ମୁଁ ଜାଣିବି କେମନ୍ତେ କାହାକୁ ପଚାରିବି ଏଥେ। ଏ ପୁଣି ଅଟେ କେଉଁ ଗ୍ରାମ କାହାର ଅଟେ ଏ ଆଶ୍ରମ ହେମନ୍ତ ବିଚାରି ତା ମନେ ପୁଛିଲା ଗତାଗତ ଜନେ। ଲୁକେ ବଇଲେ ତାହା ଶୁଣି ଶୁଣ ଭିକ୍ଷୁକ ଆମ୍ଭବାଣୀ ଏ ଅଟେ କଳାବତୀପୁର ଏ କୃଷ୍ଣ ମହାପାତ୍ର ଘର। ଶୁଣି ଭକତ ମନେ ଗୁଣି ମୋ ଚିନ୍ତା ଜାଣି ଚକ୍ରପାଣି ପେଶିଲେ ମାୟା କରି ଏଥେ ଆନର ବଳେ ନୁହେଁ ଏତେ। ବ୍ରହ୍ମାଣ୍ଡ ଯାର ଖେଳ ଘର ଏକଥା କେତେକ ମାତର ହେମନ୍ତେ ବିଚାରୁ ତା ମନେ ଘରୁ ବାହାରି ଶଳା ମାନେ। ଦ୍ୱାରେ ଦେଖିଲେ ଉପଗତ ହୋଇଛି ରଘୁ ଅର୍ଖିତ ଛିଣ୍ଡାଲେ କଡ଼ା ବେଶ ହୋଇ ଚିହ୍ନି ଘରକୁ ଗଲେ ଧାଇଁ କହିଲେ ପିତାଙ୍କ ଛାମୁରେ ତୁମ୍ଭ ଦୁହିତା ପତି ଦ୍ୱାରେ ବସିଛି କେମନ୍ତ ପ୍ରକାରେ ଚାଲ ଦେଖିବ ଧାତିକାରେ। ତା ଶୁଣି ଜନନୀ ପିଅର ପୁତ୍ର ଦୁହିତା ଆଦି ତାର ମନ୍ଦିରୁ ବାହାର ହୋଇଲେ ବସିଛି ଅନାଇନ ଦେଲେ। ଦୁହିତା ଦେଖି ମହାସୁଖୀ ସବୁରି ମୁଖ ଗଲା ସୁଖୀ ବଇଲେ ଦଇବ କି କଲା ଆସି ତ ମନ୍ଦ କୃତ୍ୟ ହେଲା ନ କଲେ ଏହାକୁ ଅର୍ଚ୍ଚନା ପାଇବା ଲୁକେ ନିନ୍ଦା ସିନା। ହେମନ୍ତେ ବୋଲି ଡାକି ନେଲେ ସ୍ନାନ ମାର୍ଜନ କରାଇଲେ ଦିବ୍ୟ ବସନ ପିନ୍ଧାଇଲେ ନାନାଦି ଅଳଙ୍କାର ଦେଲେ ଭୋଜନ ଆଦି କର୍ମ ଯେତେ ସକଳ ସାରିଲେ ତୁରିତେ କପଟ ରକ୍ଷିଣ ହୃଦରେ ତୁଷିଲେ ଅନେକ ପ୍ରକାରେ ଏଥି ଉତାରେ ତାତ ମାତ ଦୁହିତା ଛାଡ଼ି ସାତ ସୁତ ଏକାନ୍ତେ ବସି ବିଚାରିଲେ କି ବୁଦ୍ଧି କରିବା ବୋଇଲେ ଏଥକୁ ଉପାୟ କରିବା
ଭୋଜନ ବେଳେ ବିଷ ଦେବା। ମଲେ ଏ ରଘୁଅର କ୍ଷିତ ଦୁହିତା ନୁହିବ ଅନାଥ। ଏମନ୍ତ କହିବାରୁ ତାତ ସମସ୍ତେ କଲେ ସନମତ। ସମ୍ମତ କରି ଚଳିଗଲେ ଗୁପେ ଗରଳ ଅଣାଇଲେ। ଅନ୍ନ ବ୍ୟଞ୍ଜନ ପିଠା କ୍ଷୀରି ରନ୍ଧନ କଲେ ବିଷ ଭରି। ତାହା ଜାଣିଲା ମହାସତୀ ହୃଦ ପଦ୍ମରେ କଲା ଭୀତି। ଏକେ ଚତୁରୀ ଶିରୋମଣି ତରକ ଭାବେ ତାହା ଜାଣି। ବିଚାର କଲା ତାର ମନ ନିଶ୍ଚେ ମୋ ପତିର ଜୀବନ। ଗରଳ ଦେଇ ନ ହରିବେ କି ବୁଦ୍ଧି କରିବି ମୁଁ ଏବେ। ଏମନ୍ତ ବୋଲି ପତ୍ର ଧରି ଲେଖିଲା ଶ୍ରୀହରି ସୁମରି। ବିଷ ଯେ ଭରିଛନ୍ତି ଏଥେ ଭୁଞ୍ଜିବ ନାହିଁ କଦାଚିତେ। ଏମନ୍ତ ଲେଖି ଗୋପ୍ୟ କରି ପିଠା ଗୋଟିକ ମଧ୍ୟେ ଭରି। ଥୋଇଲା ବିଷ ପିଠା ପରେ ଶୁଣ ହେ ଏଥୁ ଅନନ୍ତରେ। ରଘୁଅର କ୍ଷିତକୁ ତ୍ୱରିତେ ଡାକିଲେ ଭୁଞ୍ଜିବା ନିମନ୍ତେ। ଆଦର କରି ଘେନି ଗଲେ ଗମ୍ଭୀର ମଧ୍ୟେ ବସାଇଲେ। ରଘୁଅର କ୍ଷିତେ ପାଦ ଧୋଇ ବସିଲେ ଆସନରେ ଯାଇ। ଆନନ୍ଦେ ରଘୁଅର କ୍ଷିତ ଧ୍ୟାନେ ଚିନ୍ତିଲେ ଜଗନ୍ନାଥ। ଜଳ ଗଣ୍ଡୁଷକରେ ଧରି ପ୍ରଭୁଙ୍କୁ ନୈବେଦ୍ୟ କରି। ଭକ୍ଷିବି ବୋଲି ନ ଭକତ ଧଇଲା ବିଷ ପିଠା ହସ୍ତ। ପ୍ରଭୁ ଆଜ୍ଞାରେ ପିଠା ଗୋଟି ଭାଙ୍ଗନ୍ତେ ତଳେ ପଡ଼େ ଚିଠି। ବିଷ ନିର୍ମିତ ଦ୍ରବ୍ୟ ଯେତେ ବାଢ଼ିଲେ ରଘୁର ନିମନ୍ତେ। ଧରି ନ ପଢ଼ିଲା ତ୍ୱରିତେ ବିଚାର କଲା ହୃଦ ଗତେ। ନ ଜାଣି ଅପରାଧ କଲି ପ୍ରଭୁଙ୍କୁ ବିଷ ଭୁଞ୍ଜାଇଲି। ବୁଦ୍ଧି ଯେ ନଦୀ ସଇ ମତେ ପ୍ରସାଦ ଛାଡ଼ିବି କେମନ୍ତେ। ଜନମ ହଇଲେ ନିୟତ ଅବଶ୍ୟ ମରିବାର ସତ। ଯେବେ ମୁଁ ପ୍ରସାଦ ଛାଡ଼ିବି କାଳେ କି ଅମର ହଇବି। କେବଳ ପ୍ରଭୁ ଅପରାଧେ ପଡ଼ିବି ମହାନର୍କ ମଧ୍ୟେ। ଏଥେ ପାଇବି କେଉଁ ଲାଭ ଭୁଞ୍ଜିବା କଥା ମୋ ଦୁର୍ଲଭ। ଏମନ୍ତେ ବିଷ ଦ୍ରବ୍ୟ ଧରି ଭୁଞ୍ଜିଲା ଗୋବିନ୍ଦ ସୁମରି। ତିଳ ପ୍ରମାଣେ ନ ଥୋଇଲା ପ୍ରସାଦ ବୋଲି ତା ଭୁଞ୍ଜିଲା। ଦେଖୁ ଦେଖୁ ସେ ମହାବିଷ ଉଦରେ ହଇଲା ପ୍ରବେଶ। ଘୋଟିଲା ବ୍ରହ୍ମ ଘରେ ଯାଇ ଢଳି ନ ପଡ଼ିଲା କମହି। ହାରିଲା ଭକତ ଜୀବନ ଦେଖି ଆନନ୍ଦ ଗୃହଜନ। ଆଣ୍ଟେକ ବାଟ କିଳି ଦେଲେ ପୁତ୍ରକୁ ଚାହିଁ ପିତା ବୋଲେ। ରଜନୀ ପ୍ରଭାତରୁ ନିଅ ନ ପୋଡ଼ି ପୁତିଣ ପକାଅ। ଲୋକେ ପୁଛିଲେ କହ ଏତେ ଜୁଆଇଁ ମଲା ସର୍ପାଘାତେ। ଶୁଣିନ ସମସ୍ତେ ହରସ ଏଥୁ ଅନନ୍ତେ ଶୁଣ ରସ। ସେ ରଘୁ ଅର୍କ୍ଷିତ ଘରଣୀ ପତିନି ଧନ କଥା ଶୁଣି। ବିଚାର କଲା ତାର ଚିତେ ଅଗ୍ନିର ସଙ୍ଗ ହେଲା ମତେ।
ଯାହାଲେ କିଛି ବେଦବର ଅନ୍ୟଥା କରୁ କାହା ଛାର। ହେମନ୍ତ ବୋଲି ସେ ତରୁଣୀ ଚିନ୍ତିଲା ପ୍ରଭୁ ଚକ୍ରପାଣି। କମ୍ପିଲା ରତ୍ନ ସିଂହାସନ ଜାଣିଲେ ପ୍ରଭୁ ଭଗବାନ। ଭୃତ୍ୟକୁ ପଡ଼ିଲା କଷଣ ସେଠାରୁ ଅଇଲେ ବହନ। ପ୍ରବେଶ କଳାବତୀପୁରେ ଭୃତ୍ୟ ପଡ଼ିଛି ଯେଉଁଠାରେ ତହିଁ ବିଜୟ ଦେବ ହରି। ଦେଖିଲେ ଭୃତ୍ୟ ଅଛି ମରି ତୁଳି ଧଇଲେ ଦେବରାଏ ପୁତ୍ରକୁ ଯେନେ ବାପା ମାଏ। ଜଗତ ନାଥ ପଦ୍ମ କରେ ଆଶ୍ୱାସୀ ସର୍ବାଙ୍ଗ ଯାକରେ। ବଇଲେ ଉଠରେ ନନ୍ଦନ କିମ୍ପା ତୁ ନିଦେ ଅଚେତନ। ଯାହା ସହାୟ ପିତବାସ ତାର ଗରଳ ଛାର କିସ। ତକ୍ଷଣେ ପାଇଲା ଜୀବନ ପ୍ରଭୁ ହଇଲେ ଅନ୍ତର୍ଧ୍ୟାନ। ଭକତ ଉଠି ବେଗ ହୋଇ ପାଶେ ଦେଖିଲା କେହି ନାହିଁ। ବିଚାର କଲା ତାର ଚିତେ ପ୍ରଭୁ କରୁଣା କଲେ ମତେ। ଗରଳ ତାପୁ ଉଦ୍ଧାରିନ ପ୍ରଭୁ ହଇଲେ ଅନ୍ତର୍ଧ୍ୟାନ। ହେମନ୍ତ ବୋଲି ଉଠି ବସି ଭାବେ ଶ୍ରୀ ହରି ନାମ ଘୋଷି। ଏଥିଉ ତାରୁ ରାତ୍ର ଶେଷ ଦିବସ ହଇଲା ପ୍ରବେଶ। ପିତା ପୁତ୍ରକୁ ଘେନି ଗଲା କବାଟ ଫେଡ଼ି ଅନାଇଲା। ବସିଛି ରଘୁଅର କ୍ଷିତ ଶ୍ରୀହରି ପାଦେ ଦେଇ ଚିତ୍ତ। ଭଜୁଛି ରାମକୃଷ୍ଣ ହରି ତାଟକା ହେଲେ ଦେଖି କରି। ବଇଲେ ଏତ ବିଷ ଖାଇ କେମନ୍ତେ ଅଛି ପ୍ରାଣ ପାଇ। ଏ ନିଶ୍ଚୟ ନୁହଁ ଇଟି ସାନ ଜାଣ ଏ ଦଇବ ସମାନ। ହେମନ୍ତେ ବୋଲି ଯେଝା ମତେ ମିଳିଲେ ରଘୁର ଅଗ୍ରତେ। କହିବି ନୟ କଥା ମାନ ବଇଲେ ବାନ୍ଧବ ହେ ଶୁଣ। ଆମ୍ଭେ ଅପରାଧ କଲୁ ଯେତେ ଚିତ୍ତେ ନ ଧର କଦାଚିତେ। ତା ଶୁଣି ରଘୁଅର କ୍ଷିତ ବଇଲା ଶୁଣ ହେ ଉଚିତ। ତୁମ୍ଭର କିଛି ନାହିଁ ଦୋଷ ପୂର୍ବେ କାହାକୁ ଦେଲି ବିଷ। ତେଣୁ ଏ ଜନ୍ମେ କଲି ପାନ ଅର୍ଜିଲା କଥା ନୁହେଁ ଆନ। କେବଳ ମୋର ପ୍ରାଣପତି ଅଟନ୍ତି ଦାରୁ ବ୍ରହ୍ମମୂର୍ତ୍ତି। ତେଣୁ ପାଇଲି ମୁହିଁ ପ୍ରାଣ ଏକଥା କହୁଅଛି ଶୁଣ। ଦେଖି ମୋ ଦରିଦ୍ର ସ୍ୱଭାବ ତୁମ୍ଭ ଦୁହିତାନେ ଦେବ। ସକଳେ କରିଛ ବିଚାର ଆମ୍ଭେ ଯାଉଛୁ ଦୟା କର। କିବା ଧର୍ମକୁ ଥିଲେ ଭୟ ମୋହର ପତ୍ନୀ ମତେ ଦିଅ। ସଙ୍ଗତେ ଘେନି ଯିବି ଚଳି ସେ ମୋର ଦୁଃଖୀର ସଂଖାଳି। ନୋହିଲେ ଯେ ଇଚ୍ଛା ତୁମ୍ଭର ଗଲିଟି ଦୋଷ ନାହିଁ ମୋର। ହେମନ୍ତ ବୋଲି ରାମ ହରି ମୁକୁନ୍ଦ ମାଧବ ମୁରାରି। ଭକ୍ତ ଗୋବିନ୍ଦ ଦାମୋଦର ମନ୍ଦିରୁ ହଇଲେ ବାହାର। ତା ଦେଖି ଗୃହଜନ ଯେତେ ପଛରେ ଧାଇଁଲେ ସମସ୍ତେ। ବଇଲେ ଆଜି ମାତ୍ର ରହ ପତ୍ନୀକୁ ତର ଘେନି ଯାଅ। ତା ଶୁଣି ରଘୁଅର କ୍ଷିତ ରହିଲେ ନାହିଁ କଦାଚିତ। ଦେଖି ଶ୍ୱଶୁର ଶଳା ଗଲେ ମନ୍ଦିରେ ପ୍ରବେଶ ହଇଲେ।
ପୁଛିଲେ ଦୁହିତା ଅଗ୍ରତେ କହ କି ବିଚାରୁଛୁ ଚିତ୍ତେ କୁମାରୀ ବୋଲେ ଶୁଣ तात ଯିବି ମୁଁ ସ୍ୱାମୀର ସଙ୍ଗତ ସେ ଯୁଗୀ ମୁଁ ତାହାର ଥାଳ ମତେ ରଖିଲେ ଓ ମଙ୍ଗଳ ଅଧିକ କି କହିବି ତତେ ଦୁଚାରି କରିବୁ କି ମତେ ମୁଁ ନୁହେଁ ଏମନ୍ତ ତରୁଣୀ ହତ୍ୟାରେ ହଇବୁ କାରେଣୀ ଶୁଣି ଦୁହିତା ସଜ କଲେ ବସ୍ତ୍ରଭୂଷଣ ଧନ ଦେଲେ ସଙ୍ଗତେ ଘେନି ଗଲେ ଚଳି ରଘୁଅର୍କ୍ଷିତ ପାଶେ ମିଳି ବଇଲେ ତୁମ୍ଭ ପତ୍ନୀ ନିଅ ଆମ୍ଭକୁ ଦୟା କରିଥାଅ तात ଜନନୀ ଥାଇ ଭଲେ ସଂସାର ଲଜ୍ଜା ଛଡ଼ାଇଲେ ସମର୍ପି ଦେଲେ କରେ କର ବଇଲେ ପତ୍ନୀ ନିୟତର ଆଜୁ ହେ ଲାଗିଲାଟି ତତେ କହି ଚଳିଲେ ଯେଝା ମତେ ଏଥି ଉତ୍ତାରୁ ସ୍ୱାମୀ ପାଦେ ପତ୍ନୀ ପଡ଼ିଲା ଅପ୍ରମାଦେ ଉଠି କପାଳେ ଦେଲା ହାତ ବଇଲା ଆହେ ପ୍ରାଣନାଥ କେଣିକି ଯିବା ବିଜେ କର ଏଥିରେ ବିଳମ୍ବ ନ କର ତା ଶୁଣି ରଘୁଅର୍କ୍ଷିତ ଧଇଲା ନିଜ ପତ୍ନୀ ହାତ ଚଳି ନ ଗଲେ ଯେଝା ମତେ ଶୁଣ ହେ ମନ ନୃପନାଥେ ଭକତ ନିମନ୍ତେ ଶ୍ରୀବଶ ହୁଅନ୍ତି ସେଡ଼େ ସମକ୍ଷ କେବଳ ନିର୍ମଳ ହୃଦରେ ଡାକିଲେ ଲକ୍ଷେ ଯୁଜନରେ ପାଶେ ଡାକିଲା ପ୍ରାୟ ମଣି ତାକୁ ରଖନ୍ତି ଚକ୍ରପାଣି କୁଟିଳ ହୃଦ ଯେଉଁ ନର ସେ ଡାକୁ ରହିଣ ପାଶର ଡାକୁ ବଧିର ଜନ ମତେ ଶୁଣନ୍ତି ନାହିଁ କଦାଚିତେ ଏଣୁ ବିଶ୍ୱାସ ଏକା ମୂଳ ଶୁଣ ହେ ମନ ମହିପାଳ ଏ ଦାଢ଼୍ୟ ଭକ୍ତିର ସାମୃତ ଅଶେଷ ରସର ଉଦିତ ସୁଧା ପୂରିତ ପଦେ ପଦ ବିଷୟା ବିଷକୁ ଏ ଗଦ କହଇ ବିପ୍ର ରାମ ଦାସ ମୋ ପ୍ରଭୁ କମଳା ବିଳାସ ସୁଜନେ ଏହି ରସେ ରସ ମୋହର କ୍ଷମା କର ଦୋଷ ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ରଘୁଅର୍କ୍ଷିତ ବିଷ ଭକ୍ଷଣେ ନାମ ଅଷ୍ଟମ ଅଧ୍ୟାୟ।